ବାରବାଟୀ ଦୁର୍ଗ ଓଡ଼ିଶାର କଟକ ସହରର ଉତ୍ତରାଂଶରେ ମହାନଦୀ କୂଳରେ ଅବସ୍ଥିତ। ଚତୁର୍ଦ୍ଦଶ ଶତାବ୍ଦୀରେ ଗଙ୍ଗ ରାଜବଂଶ ଦ୍ୱାରା ନିର୍ମିତ ବାରବାଟୀ ଦୁର୍ଗ ଏକ ରଣନୈତିକ, ସାମରିକ ଏବଂ ପ୍ରଶାସନିକ ଗଡ଼ ଥିଲା। ଏହା ରାଜା ଅନଙ୍ଗ ଭୀମଦେବ ତୃତୀୟଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ, ଯିଏ 1198ରୁ 1238 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ଦୁର୍ଗର ନାମ ବାରବାଟୀ ଏଥିରେ ଥିବା ବାରଗୋଟି ଦ୍ୱାରକୁ ବୁଝାଏ, ଯଦିଓ ଆଜି ଏହି ଦ୍ୱାରଗୁଡ଼ିକର କେବଳ କିଛି ଅବଶିଷ୍ଟାଂଶ ରହିଛି। ଗଙ୍ଗ ରାଜବଂଶ ସମୟରେ ଗୁରୁତ୍ୱ। ଗଙ୍ଗ ରାଜବଂଶର ରାଜତ୍ୱ ସମୟରେ ଦୁର୍ଗ ରାଜ୍ୟକୁ ଆକ୍ରମଣ ରକ୍ଷା କରିବାରେ ଏବଂ ପ୍ରଶାସନର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କଟକ ନିଜେ ଏକ ସମୃଦ୍ଧ ବାଣିଜ୍ୟ ଏବଂ ରାଜନୈତିକ କେନ୍ଦ୍ର ଥିଲା, ଯାହା ବାରବାଟୀ ଦୁର୍ଗକୁ ଗଙ୍ଗ ଶାସକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରୂପେ ଗଢ଼ି ତୋଳିଥିଲା। ପରବର୍ତ୍ତୀ ଇତିହାସ। ଗଙ୍ଗ ରାଜବଂଶର ପତନ ପରେ ଦୁର୍ଗର ନିୟନ୍ତ୍ରଣ ହାତରୁ ଚାଲିଗଲା। ମୋଗଲ ଏବଂ ପରେ ମରାଠାମାନେ ଦଖଲ କଲେ, ଦୁର୍ଗର ଇତିହାସରେ ସ୍ତର ଯୋଡ଼ିଲେ। 18 ଶତାବ୍ଦୀରେ ମରାଠା ଶାସନ ଅଧୀନରେ ଦୁର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ପୋଷ୍ଟ ଭାବରେ ରହିଲା। ଅବନତି ଏବଂ ଧ୍ୱଂସାବଶେଷ। 19ଶ ଶତାବ୍ଦୀରେ ବ୍ରିଟିଶ ଉପନିବେଶ ସହିତ ଦୁର୍ଗର ଗୁରୁତ୍ୱ ହ୍ରାସ ପାଇଲା। ବର୍ଷ ବର୍ଷ ଧରି ଏହାର ଅଧିକାଂଶ ଗଠନ ଭାଙ୍ଗି ଯାଇଥିଲା ଏବଂ ଆଜି କେବଳ ଏହାର ପୂର୍ବ ମହିମାର ଅବଶିଷ୍ଟାଂଶ ରହିଛି। ଏହା ସତ୍ତ୍ୱେ ଦୁର୍ଗଟି କଟକର ସମୃଦ୍ଧ ଐତିହ୍ୟର ପ୍ରତୀକ ହୋଇ ରହିଛି। ଆଧୁନିକ ଦିନରେ ବାରବାଟୀ। ଆଜି ବାରବାଟୀ ଦୁର୍ଗ ଏକ ଐତିହାସିକ ସ୍ଥାନ ଏବଂ ଲୋକପ୍ରିୟ ପର୍ଯ୍ୟଟନ ଆକର୍ଷଣ ଭାବରେ ଠିଆ ହୋଇଛି। ମହାନଦୀ ନିକଟରେ ଅବସ୍ଥିତ, ଏହା ପରିଦର୍ଶକମାନଙ୍କୁ କଟକ ଅତୀତର ଏକ ଝଲକ ପ୍ରଦାନ କରେ ଏବଂ ଏହା ନିକଟରେ ଥିବା ବାରବାଟୀ ଷ୍ଟାଡିୟମରେ କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଏ, ଯାହା ଦୁର୍ଗର ଐତିହ୍ୟକୁ ଆଧୁନିକ ଦିନରେ କଟକ ସ୍ପନ୍ଦନଶୀଳ ସଂସ୍କୃତି ସହିତ ସଂଯୋଗ କରେ। ମଧ୍ୟଯୁଗୀୟ ସାମରିକ ଗୁରୁତ୍ୱରୁ ଆଜି କଟକର ହୃଦୟରେ ଏହାର ସ୍ଥାନ ପର୍ଯ୍ୟନ୍ତ, ବାରବାଟୀ ଦୁର୍ଗ ଓଡ଼ିଶାର ଇତିହାସର କାହାଣୀ କହିଚାଲିଛି। ଯଦି ଆପଣ ସମୟର ସହିତ ଏହି ଯାତ୍ରାରେ ଉପଭୋଗ କରିଛନ୍ତି, ତେବେ ଅଧିକ ଐତିହାସିକ ଦୁଃସାହସିକ କାର୍ଯ୍ୟ ପାଇଁ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।